ଅହଙ୍କାର ଇଗୋ। ଅହଙ୍କାର ହେଉଛି ମନର ଅତି ସୂକ୍ଷ୍ମ ବିକାର, ମନର ମୂଳ ରୋଗ। ଯେତେବେଳେ ମୁଁ ଓ ମୋର ଅହଙ୍କାର ଭାବ ଜାଗ୍ରତ ହୁଏ, ସେତେବେଳେ ମାୟା ଜଗତର ନିର୍ମାଣ ହୁଏ। ଯେତେ ଅଧିକ ଅହଙ୍କାର ହେବ, ମୁଁ ସେତେ ପୃଥୁଳ ହେବ। ଅହଙ୍କାର ହିଁ ଚେର, କ୍ରୋଧ ଓ ଦୁଃଖ, ଏହାର ଶାଖା ପ୍ରଶାଖା। ଅହଙ୍କାରର ଇନ୍ଧନ ହେଉଛି ମୁଁ, ମୋ ଧନ, ମୋ ଭାଇ ବନ୍ଧୁ, ମୋ ସାଙ୍ଗସାଥି, ମୋ ପଦ ପ୍ରତିଷ୍ଠା। ସେଥିପାଇଁ ଧନୀ ଲୋକମାନଙ୍କୁ ଅଧିକ ଅହଙ୍କାର ହୋଇଥାଏ, କାରଣ ମୋ ଧନ ଏହି ଭାବ ସେମାନଙ୍କ ଭିତରେ ପ୍ରବଳ ହୋଇଥାଏ। ଗରିବ ଭିତରେ ବି ଅହଙ୍କାର ଥାଏ, କିନ୍ତୁ ଅନ୍ୟ ଜିନିଷ ପାଇଁ। ବ୍ୟକ୍ତି ଯେତେବେଳେ ନିଜକୁ ଭୁଲି ନିଜକୁ ଶରୀର ଭାବି ବଞ୍ଚିଥାଏ, ସେତେବେଳେ ତା ମନରେ ଅହଙ୍କାରର ଭାବ ଜନ୍ମ ହୋଇଥାଏ। ସେଥିପାଇଁ ଅହଙ୍କାରରୁ ମୁକ୍ତି ମିଳୁ। କଷ୍ଟ ଦେବା ଲୋକ କେଉଁଠୁ ବୁଝିବ ଲୁହର ଓଜନ କେତେ? ଆଖି ଲୁହ ତାକୁ ପାଣି ପରି ଲାଗେ, ଝରୁଥିଲେ ଝରୁ ଯେତେ। ଅତୀତ ବିତି ଯାଇଛି ଏବଂ ବର୍ତ୍ତମାନ ଏବେ ଆମ ପାଖରେ ଅଛି। ଅନଉ ଅନଉ ସମୟ ଚାଲିଯାଏ। ଏହି ଅମୂଲ୍ୟ ଜୀବନରେ ଆମକୁ ମାନବ ଜନ୍ମ ମିଳିଛି। ଏହା ଭିତରେ ତେଜ ବିକାଶ ହୋଇପାରିଥାନ୍ତା, ମହା ଆନନ୍ଦ ପାଇପାରିଥାନ୍ତା, ହେଲେ ଅଜ୍ଞାନରେ ସେ ସମୟକୁ ବର୍ବାଦ କରିଥାଏ। ତାକୁ ଲାଗେ ସେ ଟାଇମ ପାସ୍ କରୁଛି, କିନ୍ତୁ ପ୍ରକୃତରେ ଟାଇମ ସେମାନଙ୍କୁ ପାସ୍ କରିଥାଏ। ବୁଦ୍ଧିମତାର ସହିତ ଯୋଜନା କରନ୍ତୁ। ଯାହା ସବୁଠାରୁ କଠିନ କାର୍ଯ୍ୟ, ତାକୁ ସପ୍ତାହ ଆରମ୍ଭ ଶେଷ କରିବାର ଯୋଜନା କରନ୍ତୁ। ତଦ୍ୱାରା ସପ୍ତାହ ଶେଷ ପର୍ଯ୍ୟନ୍ତ ଆପଣ କାର୍ଯ୍ୟର ବୋଝରୁ ନିଜକୁ ବୋଝମୁକ୍ତ ଅନୁଭବ କରିପାରିବେ। ସୋମବାର ବା ମଙ୍ଗଳବାରରେ ସବୁଠାରୁ କଠିନ କାର୍ଯ୍ୟକୁ କରନ୍ତୁ। ତାହାଠାରୁ କମ୍ ମହତ୍ୱପୂର୍ଣ୍ଣ କାର୍ଯ୍ୟ ସପ୍ତାହର ମଧ୍ୟ ଭାଗରେ ଶେଷ କରନ୍ତୁ। ଗୁରୁବାର ଓ ଶୁକ୍ରବାରକୁ କାର୍ଯ୍ୟର ବୋଝ କମ୍ ରଖିଲେ ଆପଣ ଉତ୍ତେଜନା ମୁକ୍ତ ରହିପାରିବେ। ଖୁସି ରୁହନ୍ତୁ ଏବଂ ଖୁସିରେ ରହିବାକୁ ଦିଅନ୍ତୁ। ଜଣେ ଅନ୍ୟ ଜଣକର ଦୁଃଖ ଯାତନା ବୁଝିବା ଏବଂ ଛୋଟିଆ କଥାରେ ଖୁସି ରହିବାର କ୍ଷମତା ଆମ ସମସ୍ତଙ୍କଠାରେ ପ୍ରାକୃତିକ ରୂପେ ଥାଏ। ଏହି ସୁନ୍ଦର ସମ୍ବେଦନାକୁ ଆମେ କୃତ୍ରିମତାର ଦୌଡ଼ରେ କେଉଁଠାରେ ହରାଇ ଦେଇ ଛଳନାପୂର୍ଣ୍ଣ ଜୀବନ ବିତାଇବାକୁ ଲାଗିଛେ। ଯଦି ଏହି ବିଚାର ଆପଣଙ୍କ ମନରେ କୌଣସି ପ୍ରକାର ଆଣିପାରନ୍ତି ଯେ ଆମେ ଅନ୍ୟର ବ୍ୟସ୍ତତା ବଢ଼ାଇବା ନାହିଁ ଏବଂ ତାଙ୍କ ଚିନ୍ତାକୁ ବାଜେ ଚିନ୍ତା କହି ହସରେ ଉଡ଼ାଇ ନଦେବା, ତେବେ ଏକଥା ବି କିଛି କମ୍ ନୁହେଁ। ଆପଣ ଆପଣଙ୍କ ଠାରୁ ବୟସ୍କ କଥା କହିବା ହୁଏତ ଶୁଣିଥିବେ ଯେ ଦିନସାରା ଗୋଟିଏ ଭଲ କାମ ଜରୁର କର। ସେହି ଗୋଟିଏ ଭଲ କାମ ପାଇଁ ପ୍ରତୀକ୍ଷା କାହିଁକି? ବୋଧହୁଏ ଆଜିର ଆବଶ୍ୟକ କିଛିଟା ଅଲଗା ଭାବନାର। ଆପଣଙ୍କ ପାଇଁ ସମସ୍ତେ ଜୀଇଁଛନ୍ତି, ଆମେ ଅନ୍ୟ ପାଇଁ ବି ଜୀଇଁବା। ଜୟ ଶ୍ରୀ ଜଗନ୍ନାଥ।